ଗରୁଡ଼ ପୁରାଣର ଷଷ୍ଠ ଅଧ୍ୟାୟରେ ଆମେ ଆଲୋଚନା କରିଥିଲେ ଯଦି ବେଦହୀନ ବ୍ରାହ୍ମଣକୁ କିଛି ଦାନ କରାଯାଏ ତେବେ ତାହା ସମ୍ପୂର୍ଣ୍ଣ ନିଷ୍ଫଳ ହୋଇଥାଏ। ଯେପରି ଭାବରେ ଭସ୍ମରେ ଘିଅ ଢାଳିଲେ ତାହା ନିଷ୍ଫଳ ହୋଇଥାଏ। 60,000 ବର୍ଷ ପର୍ଯ୍ୟନ୍ତ ସେହି ପାପୀମାନେ କୁମ୍ଭୀପାକ ନରକରେ ପଡ଼ି ବିଷ୍ଠା ଭୋଗ କରନ୍ତି, ବିଷ୍ଠା ଭୋଜନ କରନ୍ତି। ଏହି ବିଷୟରେ ଆମେ ଆଲୋଚନା କରିଥିଲେ। ଆସନ୍ତୁ ବିଷୟବସ୍ତୁ ଆଗକୁ ନେବା। ଖାଇବାକୁ ନ ମିଳଇ ବସ୍ତ୍ର, ବଂଶେ ନ ରୁହନ୍ତି କେହି, ହୁଏ ରୋଗଗ୍ରସ୍ତ। ନିଜ ବୃତ୍ତି ଯେହୁ ଜନ ଭକତି ସହିତେ, ଦାନ ଦିଏ ଡକାଇ ଉତ୍ତମ ଦ୍ୱିଜ ହସ୍ତେ। ଲକ୍ଷ ଲକ୍ଷ ଧେନୁ ଦାନ ଫଳ ସେ ଲଭଇ, ମରଣାନ୍ତେ ସ୍ୱର୍ଗ ସୁଖ ଅବଶ୍ୟ ଭୁଞ୍ଜଇ। ପାପ କର୍ମ ମାନ କରିଥାଏ ପୂର୍ବେ ଯେହୁ, ଶରୀରରେ ରୋଗ ଚିହ୍ନ ମାନ ଧରେ ସେହୁ। ଯଦି ନିଜ ବୃତ୍ତିରୁ ନିଜ ଧନରୁ ଭକ୍ତିର ସହିତ ବ୍ରାହ୍ମଣକୁ ଘରକୁ ଡକାଇ କିଛି ଦାନ କରେ ତେବେ ସେ ବ୍ୟକ୍ତି ଅନେକ ପାପରୁ ମୁକ୍ତ ହୋଇଥାଏ। ତାକୁ ଲକ୍ଷ ଲକ୍ଷ ଗାଈ ବା ଧେନୁ ଦାନର ଫଳ ମିଳିଥାଏ। ଯଦି ପୂର୍ବ ଜନ୍ମରେ ଆମେ ଅନେକ ପାପ କରିଥାଉ ତେବେ ବିଭିନ୍ନ ପ୍ରକାର ଶରୀରରେ ରୋଗ ଓ ଚିହ୍ନମାନ ଦେଖା ଦେଇଥାଏ ପରଜନ୍ମରେ। କପଟ କଥା କହିଣ ଭୁଲାଏ ଲୋକକୁ, ନିଜ ପାପ କଥା ତିଳେ ନ ଆଣେ ମନକୁ। ସେପରି ଜନ ନରକେ କରଇ ବସତି, ନର୍କ ଭୋଗ ପରେ ତୃଣ ହୁଏ ଏହି ପୃଥ୍ୱୀ। ଯଦି କପଟ କଥା ଦ୍ୱାରା କାହାକୁ ଭୁଲାଇ ଦେଇଥାଏ, ନିଜର ପାପ କଥାକୁ ନିଜେ ମାନେ ନାହିଁ, ଲୁଚାଇ ରଖିଥାଏ, ତେବେ ସେ ବ୍ୟକ୍ତି ନର୍କ ଭୋଗ ପରେ ଘାସ ହୋଇ ଜନ୍ମ ହୁଏ ପୃଥିବୀରେ। 1,000 ବର୍ଷ ପରେ ସେ ପଶୁ ଜନ୍ମ ହୁଏ। 4 ଜନ୍ମ ପରି ଜମଦେ ନାନା କ୍ଲେଶ ସହେ। 1000 ବର୍ଷ ପର୍ଯ୍ୟନ୍ତ ସେ ପଶୁ ଜନ୍ମ ହୁଏ। 4 ଜନ୍ମ ପର୍ଯ୍ୟନ୍ତ ଅନେକ ପ୍ରକାର କଷ୍ଟ ସେ ସହିଥାଏ। ପକ୍ଷୀ ଜନ୍ମ 7 ହୁଏ ସେ ଅବଶ୍ୟ। ଶୀତ ବର୍ଷା ଖରା ଭୋଗ କରି ପାଏ କ୍ଲେଶ। 7 ପର୍ଯ୍ୟନ୍ତ 7 ଥର ସେ ବ୍ୟକ୍ତି ପକ୍ଷୀ ଜନ୍ମ ପାଇବ। ଖରା ଶୀତ ବର୍ଷାରେ ଅନେକ କଷ୍ଟ, ଅନେକ ପ୍ରକାର କଷ୍ଟ ସେ ପକ୍ଷୀ ଜନ୍ମ ହିଁ ପାଇବ। ଶେଷେ ମନୁଷ୍ୟ ଶରୀର ଲଭଇ ସେ ଜାଣ, ଅତ୍ୟନ୍ତ ଜାତିରେ ଆସି ହୁଅ ସେ ଜନ୍ମ। ଶେଷରେ ସେ ମନୁଷ୍ୟ ଶରୀର ପାଏ ସତ, କିନ୍ତୁ ନିଚ ଜାତିରେ ଜନ୍ମ ଗ୍ରହଣ କରେ। ଏହିପରି ଦୁଃଖ ମାନ ପାପୀ ଭୋଗନ୍ତି, ଜନ୍ମ ଜନ୍ମାନ୍ତରେ ନାନା ପୀଡ଼ା ସେ ଭୋଗନ୍ତି। ଏହିପରି ପାପୀମାନେ ବହୁତ କଷ୍ଟ ଜନ୍ମ ଜନ୍ମାନ୍ତରେ ପାଇଥାନ୍ତି। ବିଷୟା ବିଷ ପାନରେ ଉନ୍ମତ୍ତ ହୋଇ, ଏହିପରି ଭାବେ ଜନ୍ମ ମରଣ ଲଭଇ। କର୍ମ ପାଶରେ ବନ୍ଧନ ଅଟଇ ଶରୀର, ଏଥିରେ ନାହିଁଟି ଦୋଷ ତିଳେ କାହାର। ଯେମିତି କର୍ମ କରିବା ସେମିତି ଫଳ ପାଇବା, ଏ କର୍ମ ପାଶରେ ଏ ଶରୀର ବାନ୍ଧି ହୋଇ ରହିଛି। ଯାହା କରିବ ଅବଶ୍ୟ ଭୁଞ୍ଜିବ ସେ ତାହା, ଅନ୍ୟକୁ ଦୋଷୀ ନ କର ଆହେ ପକ୍ଷୀ ନାହା। ପାପ କର୍ମ କଲେ ନର୍କ ଭୋଗନ୍ତି ନିୟତ, ତହୁଁ ମୁକ୍ତ ହେଲେ ନିମ୍ନ ଜନିରେ ସେ ଜାତ। ଯଦି ଆପଣମାନେ ଅନେକ ପ୍ରକାର ପାପ ଜୀବନରେ କରୁଛନ୍ତି ତେବେ
ନିମ୍ନ ସ୍ତରର ଜନିରେ ଆପଣ ଜନ୍ମଗ୍ରହଣ କରିବେ। ହୋଇ ନାନା ଦୁଃଖ ତହିଁ ଭୁଞ୍ଜଇ ସେ ଜାଣ, ଖାଇବା ପାଇଁ ମୁଠାଏ ନ ମିଳଇ ଅନ୍ନ, ଉଦର ଦାଉରେ ପୁଣି ପାପକୁ ଅର୍ଜଇ, ପୁନରପି ଦେହାନ୍ତରେ ନରକ ଭୋଗଇ। ଏହିପରି ଗତାଗତ ହୋଇ ସେ ଦୁର୍ମତି, ମହାପ୍ରଳୟ ପର୍ଯ୍ୟନ୍ତ ନ ଲଭଇ ଶାନ୍ତି। ମହାପ୍ରଳୟରେ ସର୍ବେ ବିଷ୍ଣୁଙ୍କ ଦେହରେ, ଲୀନ ହୋଇ ସୁଖେ ବାସ କରନ୍ତି କାଳରେ। ଯେପର୍ଯ୍ୟନ୍ତ ମହାପ୍ରଳୟ ନ ଆସିଛି ସେ ପର୍ଯ୍ୟନ୍ତ ଏ ପାପୀ ଶରୀର ଏହିପରି ଭାବରେ ଜନ୍ମ ପାଇ ଅନେକ ଦୁଃଖ କଷ୍ଟ ଭୋଗ କରେ। ଯେତେବେଳେ ମହାପ୍ରଳୟ ଆସେ ସମସ୍ତେ ଯାଇ ବିଷ୍ଣୁଙ୍କ ଦେହରେ ଲୀନ ହୋଇଯାଆନ୍ତି। ପୁଣି ସୃଷ୍ଟି ଇଚ୍ଛା ଯେବେ କରନ୍ତି ଶ୍ରୀହରି, ଜନ୍ମ ଲଭନ୍ତି ସର୍ବପ୍ରାଣୀ ଏ ସଞ୍ଚରି। ପୂର୍ବ ଜନ୍ମମାନଙ୍କର ବାସନା ବଳରେ, ଜନ୍ମ ଲଭନ୍ତି ସେମାନେ ନାନାଦି ଜନିରେ। ତେଣୁ ହେ ଗରୁଡ଼ ନ କରିବ ପାପ କର୍ମ, ନିରନ୍ତରେ ଅରଜିବ ସନାତନ ଧର୍ମ। ତେବେ ଯେତେବେଳେ ସୃଷ୍ଟିର ପ୍ରଳୟ ହେଇଯାଏ ତାପରେ ସମସ୍ତେ ଯାଇ ବିଷ୍ଣୁଙ୍କ ଶରୀରରେ ଲୀନ ହୋଇଯାଆନ୍ତି ଏବଂ ପୁନର୍ବାର ଭଗବାନ ବିଷ୍ଣୁ ଯେତେବେଳେ ଇଚ୍ଛା ପ୍ରକାଶ କରନ୍ତି ସୃଷ୍ଟିକୁ ସର୍ଜନା କରିବା ପାଇଁ, ସୃଷ୍ଟିକୁ ତିଆରି କରିବା ପାଇଁ, ଯିଏ ଯେଉଁ କର୍ମ କରିଥାଏ ସେହି କର୍ମ ଅନୁସାରେ ତାହାକୁ ଜନ୍ମଗ୍ରହଣ ହେବା ପାଇଁ ପଡ଼ିଥାଏ। ଏକଥା ଗରୁଡ଼କୁ ଭଗବାନ ବିଷ୍ଣୁ କହୁଛନ୍ତି, ରେ ଗରୁଡ଼ କେବେ ପାପ କର୍ମ କରିବ ନାହିଁ, ନିରନ୍ତର ସଦାସର୍ବଦା ସନାତନ ଧର୍ମକୁ ପାଳନ କରିବା ଉଚିତ। ଦେବତା ବ୍ରାହ୍ମଣ ପୂଜା କରିବ ନିୟତ, ନିଜ ଶକ୍ତି ମୋତେ ଦାନ ଦେଉଥିବ ନିତ୍ୟ। ଶ୍ରୀହରି ଚରଣେ ଭକ୍ତି କରୁଥିବ ସଦା, ତାଙ୍କୁ ସମର୍ପଣ କର୍ମ କଲେ ନାହିଁ ବାଧା। ଦାନ ଧ୍ୟାନ ଯଜ୍ଞ ଆଦି ତପସ୍ୟା କରିବ, ହରି ନାମ ଯଶ ଗୁଣ ନିରତେ ଗୁଣିବ। ମହାମନ୍ତ୍ର ଜପ ନିତ୍ୟ କରୁଥିବ ଗୂଢ଼େ, ବିଷୟା ବାସନା ତେଜି ଭଜୁଥିବ ଦୃଢ଼େ। ଶ୍ରୀହରିଙ୍କର ଚରଣରେ ଭକ୍ତି ସଦାବେଳେ କରୁଥିବ, କିଛି କିଛି ପ୍ରତ୍ୟହ ଦାନ ଧର୍ମ କରୁଥିବ, ଯଜ୍ଞ ଆଦି କର୍ମ କରୁଥିବ, ହରିଙ୍କ ନାମକୁ ସଦାବେଳେ ସ୍ମରଣ କରୁଥିବ। ଏକଥା ଗରୁଡ଼କୁ ଭଗବାନ ବିଷ୍ଣୁ କହୁଛନ୍ତି। ଏହିପରି ମାନବ ନୁହେଁ ନରକେ ପତିତ, ସ୍ୱର୍ଗଧାମେ ମହାସୁଖେ ବିଳସଇ ସେତ। ଇନ୍ଦ୍ର ଆଦି ଦେବତାଏ ତା ପୂଜା କରନ୍ତି, ତାହାର ଆଜ୍ଞା ଅବଜ୍ଞା କେହି ନ କରନ୍ତି। ଏହିପରି ମାନବକୁ କେବେ ବି ନର୍କ ଭୋଗ କରିବା ପାଇଁ ପଡ଼ିନଥାଏ। ଇନ୍ଦ୍ରାଦି ଦେବତାମାନେ ତାହାକୁ ପୂଜା କରନ୍ତି, ତାହାକୁ କେହି ଅବଜ୍ଞା କରନ୍ତି ନାହିଁ। ସଦା ସର୍ବଦା ଆଦେଶକୁ ଚାହିଁଥାନ୍ତି, କର୍ମ ଅନୁସାରେ ପୁଣି ବୈକୁଣ୍ଠାଦି ଲୋକ, ପାଇ ଭୋଗ କଲେ ସେହି ଜନ ନାନା ସୁଖ। ଶ୍ରୀହରି ସ୍ୱରୂପ ହୋଇ ବିହାର କରଇ, ଶ୍ରୀହରି ସଦୃଶ ରୂପ ସେ ଜନ ଲଭଇ। ଶ୍ରୀହରି ସଦୃଶ ଭୋଗ ଭୁଞ୍ଜେ ସେହୁ ଜନ, ଶ୍ରୀହରି ସଦୃଶ ବେଶ ଭୂଷଣ ଲଭିଣ। ଶ୍ରୀହରିଙ୍କ ସମତାକୁ ସକଳେ ଭାବନ୍ତି, କହିଲି ଗରୁଡ଼ ଏବେ ଯାହା ପଚାରିଲୁ। ଶୁଣି ଅସନ୍ତୋଷ ଚିତ ହେଲୁ ନା ନ ହେଲୁ। ଗରୁଡ଼ କହୁଛନ୍ତି, ଯିଏ ଭଲ କର୍ମ କରେ ତାକୁ ଭଗବାନଙ୍କ ରୂପରେ ସମସ୍ତେ ପୂଜା କରନ୍ତି। ରେ ଗରୁଡ଼ ଏତିକି ତୁ ପଚାରିଲୁ, ମୁଁ ଏସବୁ କଥା କହିଲି, ଆଉ କିଛି ତ ମନ ଭିତରେ ଅସନ୍ତୋଷ ଅଛି ନା ତୁ ସନ୍ତୁଷ୍ଟ ହେଲୁ? ଏ କଥା ଗରୁଡ଼କୁ ଭଗବାନ ବିଷ୍ଣୁ ପଚାରୁଛନ୍ତି। ସନ୍ଦେହ ଥିଲେ ପଚାର ଯାହା ପଚାରିବୁ, ସେ ଯେପରି ସନ୍ଦେହ ତାର ବିନାଶ କରିବୁ। ଏହା କହି ମହାପ୍ରଭୁ ମୌନ ହୋଇଲେ, ଋଷି ମିଳେ ସୁତ ଯେ ପୁରାଣ ବଖାଣିଲେ। ଅପୂର୍ବ ଚରିତ ଏହି ଗରୁଡ଼ ପୁରାଣ, ଶ୍ରଦ୍ଧା ସହକାରେ ଏହା ଶୁଣେ ଯେଉଁ ଜନ, ସକଳ ଅରିଷ୍ଟ ଦୁଃଖ ବିନାଶ ହୁଅଇ, ଅନ୍ତେ ଶ୍ରୀହରି ଭକତ ଅବଶ୍ୟ ମିଳଇ। ଶ୍ରୀହରି ଚରଣ ଯୁଗ ହୃଦୟରେ ଧରି, ପୁରାଣ ବାଣୀ ଲେଖିଲି ଗୀତ ବନ୍ଧ କରି। ସାଧୁ ସୁଜ୍ଞ ଜନମାନେ ଦର୍ଶନ ଧରିବ, ମୁହିଁ ସର୍ବଜ୍ଞ ନୁହଁଇ ଜାଣିବଟି ଧ୍ରୁବ। ଦୋଷ ତ୍ରୁଟି ଯାହା ଥିବ କ୍ଷମିବ ଆପଣ, ଆର୍ତ୍ତଦ୍ୱିଜ ଅଟେ ସଦା ଅତି ଦିନହୀନ। ଷଷ୍ଠ ଅଧ୍ୟାୟର ବାଣୀ ଶେଷ ହେଲା ଏବେ, ସପ୍ତମ ଅଧ୍ୟାୟ କହିବି ମୁଁ ଆନ ପ୍ରସ୍ତାବେ। ତ ଇଏ ଷଷ୍ଠ ଅଧ୍ୟାୟ ସମ୍ପୂର୍ଣ୍ଣ ହୋଇଗଲା। ଭଗବାନ ବିଷ୍ଣୁ ଗରୁଡ଼କୁ ପଚାରିଛନ୍ତି ଶେଷରେ, ଯାହା ମୁଁ କହିଲି ସେତିକିରେ ତୁ ସନ୍ତୁଷ୍ଟ ହେଲୁ ନା ଆଉ କିଛି ତୋର ଜାଣିବାର ଇଚ୍ଛା ଅଛି? ଯଦି କିଛି ଜାଣିବାର ଇଚ୍ଛା ଅଛି ତେବେ ତୁ ମୋତେ ନିର୍ଦ୍ୱନ୍ଦ୍ୱରେ ପଚାରିପାରୁ। ତ ଇଏ ଥିଲା ଗରୁଡ଼ ପୁରାଣର ଷଷ୍ଠ ଅଧ୍ୟାୟ। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷ୍ୟା ଉପାଖ୍ୟାନେ ବିଷ୍ଣୁ ଗରୁଡ଼ ସମ୍ବାଦେ
ପାପ ଚିହ୍ନାଦି ବର୍ଣ୍ଣନମ ନାମ ଷଷ୍ଠ ଅଧ୍ୟାୟ। ଆଗାମୀ ବିଷୟବସ୍ତୁ ଆମେ ଜାଣିବା ସପ୍ତମ ଅଧ୍ୟାୟ ଗର୍ଭବାସ ବିଚାର ବିଷୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।